आपण समस्तଙ୍କୁ ଆମ ଚ୍ୟାନେଲ କ୍ରିଏଟିଭ୍ ସ୍ନାଇଡିଓ ସ୍ୱାଗତ। ତେବେ ରହିଛି ଆପଣଙ୍କ ପାଇଁ ନ୍ୟୁଜ୍ ଅପଡେଟ୍ 2125 ଯାହା ଆପଣ ପାଇପାରୁଛନ୍ତି ଆମ ଚ୍ୟାନେଲ ମାଧ୍ୟମରେ। ବହୁତ ସାରା ଏଜୁକେସନ ଇନଫର୍ମେସନ୍ ଅଛି, ନିଶ୍ଚିତ ଆପଣ ସେୟାର କରିଯାଉଛୁ। ପ୍ରଥମ ଅପଡେଟ୍ ଆରମ୍ଭ କରିବା। ଆପଣମାନେ ଜାଣିଛନ୍ତି ଓଏଭି ପାଇଁ ପଦବୀ ସାଂସନ୍ ହୋଇସାରିଛି, ଅର୍ଥାତ୍ ଓଏଭି ଖୁବ୍ ଶୀଘ୍ର ଆସିବ। ତ ପ୍ରିପାରେସନ୍ ଏବେ ଷ୍ଟାର୍ଟ କରିଦେବେ ଆଣ୍ଡ ଓଏଷ୍ଟେଟ୍ ପାଇଁ ଅଲସୋ ଠିକ୍ ଅଛି। ତ ଦୁଇ ଦଫା ଦାବିରେ ରାଜଧାନୀରେ ଗଢ଼ିଛନ୍ତି ପ୍ରାଥମିକ ଶିକ୍ଷକ ବିଧାନସଭା ସମ୍ମୁଖରେ ଅହରାତ୍ର ଧାରଣା ଦେଇଛନ୍ତି ଏବଂ ଆପଣଙ୍କ ଦାୟୀ ପୂରଣ ନହେଲେ ଆନ୍ଦୋଳନରୁ ହଟିବ ନାହିଁ ମହାସଂଘ ବୋଲି ସ୍ପଷ୍ଟ ସୂଚନା ଦେଇସାରିଛି। ତ ଆପଣ ଦେଖିବେ ବିଧାନସଭାରେ ଆପଣଙ୍କର ଉଠିଛି, ଆଜି ବି ଆଲୋଚନା ହେଇ ଜନମଞ୍ଚ ହୋଇଛି ରାସ୍ତାରେ ଆଣ୍ଡ ରାତି ସାରା ଶିକ୍ଷକମାନେ ରାସ୍ତାରେ ବି ରହିଛନ୍ତି। ତ ସରକାର ଠକିବାକୁ ବି ଚେଷ୍ଟା କରୁଛନ୍ତି, ସରକାର ଆପଣଙ୍କର ଭୁଆଁ ବୁଲିବାକୁ ବି ଚେଷ୍ଟା କରୁଛନ୍ତି ଯେ କମିଟି ଗଠନ ହେବ, ଡେଲିଗେସନ୍ ଡାକିଛନ୍ତି, ଚାପ ପ୍ରୟୋଗ ବି କରିଛନ୍ତି। ଇଣ୍ଟରନାଲ୍ କଥା ଆପଣଙ୍କର ଜାଣିଛନ୍ତି ଆପଣ ସମସ୍ତେ ଆଣ୍ଡ ଦେଖାଯାଉ ନିଷ୍ପତ୍ତି ଆପଣଙ୍କର ଶିକ୍ଷକମାନେ ହଟିବାର ନାହିଁ, ରାଜରାସ୍ତାରୁ ଆସିବାର ନାହିଁ ଯେପର୍ଯ୍ୟନ୍ତ ସରକାର ନିଜେ ଡିକ୍ଲାର ନ କରିଛନ୍ତି। ସେ କମିଟି ଉପରେ ଭରସା ନାହିଁ। କମିଟି ବହୁତ ଥର ଶିକ୍ଷକମାନେ ଦେଖିଲେଣି, କମିଟିର କୌଣସି ଏଇଟା ହେଉଛି ଆଇଏଏସ୍ ମାନଙ୍କର ବୁଦ୍ଧି ଠିକ୍ ଅଛି। ଏଇଟା ନେତାମାନଙ୍କ ବୁଦ୍ଧି, ନେତାମାନେ ସିଧା ସଳଖ ଡିକ୍ଲାର କରି ମନା କରିବେ, ଆଇଏଏସ୍ ମାନଙ୍କର ବୁଦ୍ଧି। ବଟ୍ ଏଇଟାକୁ ଆପଣଙ୍କର ପ୍ରିଭେନ୍ସନ୍ ପାଇଁ ଶିକ୍ଷକମାନେ ନିଜ ଭିତରେ ଆଲୋଚନା କରି ଉଚିତ ରଣନୀତି ପ୍ରସ୍ତୁତ କରିବା ଦରକାର। ଏବଂ ଗୋଟେ ଜିନିଷ ହେଲା, ଚାପ ଆସୁଛି ତାହେଲେ ନେତୃତ୍ୱ ପରିବର୍ତ୍ତନ, ଅର୍ଥାତ୍ ଆପଣଙ୍କ ନେତୃତ୍ୱ ଛାଡ଼ିକି ଆଉ କାହା ନେତୃତ୍ୱ ଦିଅନ୍ତୁ ଠିକ୍ ଅଛି। ଆଣ୍ଡ ନେକ୍ସଟ ରହିଛି ଆପଣଙ୍କର ଦାୟୀ ପୂରଣ ହେବା ଯାଏ ଆନ୍ଦୋଳନ ଜାରି ରହିବ ଏବଂ ହେବା ଉଚିତ ମଧ୍ୟ ଦୁଇ ଦଫା ଦାବିରେ। ଏବଂ ତା ସହିତ ଆପଣ ଦେଖିବେ ଗତକାଲି ରାତିର ଶିକ୍ଷକମାନଙ୍କର ଦୃଶ୍ୟ, ରାଜରାସ୍ତାରେ ପାଲ ତ ଆପଣଙ୍କର ପକେଇକି କେଉଁଭଳିଆ ମଶା କେଉଁଭଳିଆ ଆପଣଙ୍କର ଯେଉଁ ରହିଛି କୁହୁଡ଼ି, ସେ ସିଚୁଏସନରେ ଏଠି ଶିକ୍ଷକମାନେ ଏଠି ରାତ୍ରି ଯାପନ କରିଛନ୍ତି। ଏବଂ ଆପଣ ଦେଖୁଛନ୍ତି ନେକ୍ସଟ ରହିଛି 3 ଦଫା ଦାୟୀ ପୂରଣ ନହେଲେ 8ରୁ ଶିକ୍ଷାଦାନ ବିରତ ରହିବେ ଓଏଭି ଶିକ୍ଷକମାନେ। ଓଏଭି ଶିକ୍ଷକମାନଙ୍କର ବହୁତ ଦାବି ରହିଛି, ସେମାନଙ୍କର ସରକାରୀ ଚାକିରି ମାନ୍ୟତା ସେମାନେ ଦାବି କରୁଛନ୍ତି, ସେମାନଙ୍କର ରହିଛି ଯେଉଁମାନେ କଣ୍ଟ୍ରାକ୍ଚୁଆଲି ଆପଣମାନେ ପାଉଛନ୍ତି ସେମାନଙ୍କ ରେଗୁଲାଇଜେସନ୍ ଦାବି ରହିଛି, ବହୁତ ସାରା ଜିନିଷ ରହିଛି, ଚିନ୍ତାର ଅଭିଭାବକ ରହିଛନ୍ତି। ସ୍ୱାଭାବିକ କଥା, କିନ୍ତୁ ଏତେ ଦିନ ଧରିକି ଯଦି ଆମେ ଦାବି ଜଣାଇଲା ପରେ ଆମ ଦାବିକୁ ପାଳନ କରାଯାଉ ନାହିଁ ତାହେଲେ ଆମେ ନିଶ୍ଚିତ ଭାବରେ ଏନ୍ସିଓର ହେଉଛେ ଶିକ୍ଷକମାନେ ଉଦାସୀନ, ଆମ ସରକାର ଉଦାସୀନ ଆମ ଦାବିକୁ ନେଇକି, ତେଣୁ ସେମାନେ ରାସ୍ତାକୁ ଓହ୍ଲାଇବା ସ୍ୱାଭାବିକ କଥା। ଏବଂ ନେକ୍ସଟ ରହିଛି ପଲ୍ଲୀ ରଘୁନାଥପୁର ୟୁପି ସ୍କୁଲରେ ଶିକ୍ଷକମାନଙ୍କର ସଂକଟ। ସରକାର ଯଦି ନିଯୁକ୍ତି ପ୍ରତିବର୍ଷ ବାହାର କରନ୍ତି ଏ ଜିନିଷ ହୁଅନ୍ତାନି। 23 ମସିହାରେ ପ୍ରଥମ ନିଯୁକ୍ତି ଆପଣ 16 ମସିହାରେ, ତାପରେ 23 ମସିହାରେ, ତାପରେ ଆଜି 26 ମସିହା ହେବାକୁ ଆସିଲାଣି। ତେଣୁ ନେକ୍ସଟ ରହିଛି ଆପଣଙ୍କର ବେକାରୀ ପ୍ରସଙ୍ଗରେ ଗୃହ ସରଗରମ ରହିଛି। ଚୋରା ବାଟ ଆପଣଙ୍କର ନିଯୁକ୍ତିର ଯୁଗ ଶେଷ ବୋଲି ମନ୍ତ୍ରୀ କହିଛନ୍ତି ଏବଂ ନିଯୁକ୍ତି ନାହିଁ ବଢ଼ୁଛି ବେକାରୀ ବୋଲି ବିରୋଧୀ କହିଛନ୍ତି। ସରକାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଶାସକ, ଦେଖାଯାଉ ନିଯୁକ୍ତି ପ୍ରକ୍ରିୟା କେବେ ମାନେ ଚାଲୁ ହେଉଛି, କାହିଁକିନା ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ନିଜସ୍ୱ ନିଯୁକ୍ତି ସରକାର ଗୋଟେ ବି ଆଣିନାହାନ୍ତି ଠିକ୍ ଅଛି। ଫେବୃଆରୀ 19ରୁ ମ୍ୟାଟ୍ରିକ୍ ପରୀକ୍ଷା 5,60,512 ଛାତ୍ରଛାତ୍ରୀ ପରୀକ୍ଷା ଦେବେ। 3,000ରୁ ଅଧିକା ପରୀକ୍ଷା ସେଣ୍ଟର କରାଯାଇଛି ଏବଂ 313 ନୋଡାଲ ସେଣ୍ଟର କରାଯାଇଛି। ପୂର୍ବାହ୍ନ 9ରୁ ଦିନ 11:30 ପର୍ଯ୍ୟନ୍ତ ପରୀକ୍ଷା ଦେବେ। ଏବଂ ଯଦି ସରକାର କହୁଛନ୍ତି ଚୋରା ବାଟ ଶେଷ, ଆମେ ଦଲାଲମାନଙ୍କୁ ଧରି ଦେଇଛୁ, ତାହେଲେ ଏଏନ୍ଏମ୍ ପ୍ରଶ୍ନପତ୍ର ଭାଇରାଲ ହେଲା କେମିତି, ବିଧାନସଭାରେ ହଟ୍ଟଗୋଳ କାହିଁକି ବାବଦରେ, ଏବଂ ଯଦି କଲା କିଏ କଲା, ଦେଓଗଡ଼ରେ କୁହାହେଉଛି ଭାଇରାଲ ହେଲା, ଦେଓଗଡ଼ରେ କିଏ କଲା, ଏବଂ ଯଦି ଆପଣ ସାମର୍ଥ୍ୟ ଅଛି ସବୁ ଏକ୍ଜାମକୁ ଟ୍ରାନ୍ସପେରେଣ୍ଟ କରିକି ଦେଖାନ୍ତୁ, ନହେଲେ କେବଳ ପକେଇ ରଖି ଡିଲେ କରି କିଛି ଲାଭ ନାହିଁ। ଏବଂ ନିଯୁକ୍ତି ଦୁର୍ନୀତି ଯୁବପିଢ଼ିଙ୍କୁ ହତାଶ କରୁଛି ବୋଲି ବିରୋଧୀ କହୁଛନ୍ତି। ଆଉଟସୋର୍ସିଂ ନିଯୁକ୍ତିର ବଡ଼ ଦୁର୍ନୀତି ଚାଲିଛି। 24 ବର୍ଷ ବିଫଳତାକୁ ଦାୟୀ କଲେ ଶାସକ ଦଳ। ଦେଖନ୍ତୁ ଖାଲି ଦୋଷ ଦେଇ ଖସିଗଲେ ହେବ ନାହିଁ, ତା'ର ବିକଳ୍ପ ଚିନ୍ତା କରି କେମିତି ସମାଧାନ ହେବ ଏବଂ କେମିତି ପିଲାମାନେ ନିଯୁକ୍ତି ପାଇବେ ସେ କଥା ବି କରିବାକୁ ପଡ଼ିବ। ଏବଂ ଏଏନ୍ଏମ୍ ପାଠ ପ୍ରଶ୍ନପତ୍ର ଲିକ୍ ଘଟଣା, ଅଧାରୁ ପରୀକ୍ଷା ସ୍ଥଗିତ ରହିଛି, ହୋଇପାରିଲାନି ଆପଣଙ୍କର ମିଡ୍ ୱାଇଫାଇ ପରୀକ୍ଷା, ଚିଠି ଜାରି କରିଛନ୍ତି ପରୀକ୍ଷା ବୋର୍ଡ଼। ବିଧାନସଭାରେ ଉଠିଲା ପ୍ରସଙ୍ଗ ଆପଣ ଦେଖିପାରୁଛନ୍ତି। ତ ଦେଖାଯାଉ କେମିତି ଆପଣଙ୍କର ମାନେ ଏକ୍ଜାମ୍ କରାଯାଉଛି ଏବଂ କେମିତି ଟ୍ରାନ୍ସପେରେଣ୍ଟ ମ୍ୟାନରରେ ମେଣ୍ଟେନ୍ କରାଯାଉଛି।
ଏବଂ ପିଲାଙ୍କ ନିଯୁକ୍ତି ବାସ୍ତବରେ ନାହିଁ। ଯାହା ବିରୋଧୀ ଘେରିଛନ୍ତି ତାହା ସତ କଥା, ବାସ୍ତବରେ ପିଲାଙ୍କୁ ନିଯୁକ୍ତି ନାହିଁ। ମୁଲତବୀ ଆଲୋଚନାରେ ବିରୋଧୀ ଦଳର ଉଦ୍ବେଗ ଏନେଇ ପ୍ରକାଶ କରିଛନ୍ତି। ଆଉଟସୋର୍ସିଂ ବ୍ୟାଧି ବର୍ତ୍ତମାନ ବ୍ୟାପିଛି, ଆହୁରି ବ୍ୟାପିଛି ମଧ୍ୟ, ଏବଂ ନିଯୁକ୍ତି ପରୀକ୍ଷାରୁ ଦୁର୍ନୀତି ବିରୋଧୀ ଦଳ ହଟାଇବା ପାଇଁ ଦାବି କରୁଛନ୍ତି। ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ହେଉନାହିଁ, କିନ୍ତୁ ନିଯୁକ୍ତି ବାହାରୁ ହିଁ ନାହିଁ। ଠିକ୍ ଅଛି। ଆଣ୍ଡ ତା ସହିତ ଆପଣ ଦେଖିବେ ପୋଲିସ ଏଏସ୍ଆଇ ନିଯୁକ୍ତି ଜାଲିଆତି ପ୍ରସଙ୍ଗରେ ଦୀଘା ମଡ୍ୟୁଲର ମୁଖ୍ୟ ବିରଞ୍ଜିକୁ ଗିରଫ କରିଛନ୍ତି ସିବିଆଇ ଏବଂ ପରେ ଆପଣଙ୍କର ରିମାଣ୍ଡରେ ନେଇଛନ୍ତି। ତା ସହିତ ଆପଣ ଦେଖିବେ ଖାଲି ପଦ ଆମେ ଦେଖୁଥିଲେ, ସେଇ କଥା ନେଇ ବିଧାନସଭାରେ ଜୋରସୋର ଆଲୋଚନା ହେଇଛି। ତା ସହିତ ଆପଣଙ୍କର 8ରେ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ବି ରଖାଯାଇଛି। କାହିଁକିନା ଶିକ୍ଷକମାନେ ବର୍ତ୍ତମାନ ଆପଣଙ୍କର ତାତିକି ଅଛନ୍ତି ଏବଂ ଆପଣ ଜାଣିଛନ୍ତି ତା ସହିତ ମ୍ୟାଚ୍ ବି ଅଛି, ଟିକେ ମୁଖ୍ୟମନ୍ତ୍ରୀ ହାଇଲାଇଟ୍ ହେବେ, ତ ଏଠି କାହିଁକି ଆପଣଙ୍କର ଜନଶୁଣାଣି କରିବେ। ତା ସହିତ ନେକ୍ସଟ ହେଉଛି ନିଯୁକ୍ତି ବ୍ୟବସ୍ଥା ଆପଣଙ୍କର କେମିତି ସୁରୁଖୁରୁରେ ସମ୍ପାଦନ ହେବ, ସେ ନେଇ ସରକାର ବ୍ୟବସ୍ଥା କରିବା ଦରକାର। ଏବଂ ଆପଣଙ୍କର ନେକ୍ସଟ ହୋଇଛି ଆପଣ ଦେଖିବେ 14 ବିଶ୍ୱବିଦ୍ୟାଳୟରେ କୁଳପତି ନାହାନ୍ତି। ଉଚ୍ଚଶିକ୍ଷା ବିଭାଗର ଆନ୍ସର ଆମେ ଖୁବ୍ ଶୀଘ୍ର ଆପଣ ସାମ୍ନାକୁ ଆଣିବୁ ଆସନ୍ତାକାଲି। ଏବଂ ଜାତୀୟ ଦଳରେ ଓଡ଼ିଶାର 46 କ୍ରୀଡ଼ାବିତ ଅଛନ୍ତି ଏବଂ ଓଡ଼ିଆ ଅସ୍ମିତା ପାଇଁ 200 କୋଟିର ସ୍ୱତନ୍ତ୍ର ପାଣ୍ଠି କରାଯାଇଛି। ମଧ୍ୟାହ୍ନ ଭୋଜନ ଯୋଜନାରେ 52 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ବି ଅଛନ୍ତି। ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ 1430 ପଦ ଫାଙ୍କା ଅଛି। ଅଲରେଡ଼ି ସରକାର ସତ୍ୟପାଠ ମାଧ୍ୟମରେ ଦେଇଥିଲେ ଏବଂ ବଦଳିବ ପ୍ରଥମ ଦ୍ୱାଦଶ ପାଠ୍ୟପୁସ୍ତକ। ଗତକାଲି ମୁଁ ଆପଣଙ୍କୁ ଦେଖାଇଥିଲି, ମଧ୍ୟ ଆପଣ ଦେଖିଥିଲେ, ବିଧାନସଭା ଉତ୍ତରରେ ସ୍ପଷ୍ଟ ହୋଇଛି। ଆପଣଙ୍କ ଏହି ସମସ୍ୟା 18 ମାସର ନୁହେଁ, 24 ବର୍ଷର। ବିଧାନସଭାରେ ବେକାରୀ ଏବଂ ଦାଦନ ଆପଣଙ୍କର ତାତି ସମ୍ପର୍କରେ ମନ୍ତ୍ରୀ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ପ୍ରତିକ୍ରିୟା। ଏବଂ ତା ସହିତ ପ୍ରଶ୍ନପତ୍ର ବିଭ୍ରାଟରେ ପରୀକ୍ଷା ବାତିଲ। ଏଇଟା ମୋତେ ଲାଗୁଛି ଏ ରୋଗ ଥମିବନି, ଏ ରୋଗ ଚାଲିବ, କଣ୍ଟିନ୍ୟୁଅସଲି ଚାଲିବ। ଏବଂ ଯୁକ୍ତ 2 ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ କରାଯାଉ। ଏବଂ ମ୍ୟାଥ୍ ପାଇଁ ଗୋଟେ ଦିନ କେବଳ ମିଳିଛି ଆପଣଙ୍କର ଏକ୍ଜାମ୍ ପାଇଁ, ଏଇଟା ସଫିସିଏଣ୍ଟ ନୁହେଁ, ତ ସେଇଟା ବି ରିସିଡ୍ୟୁଲ୍ କରିବା ପାଇଁ ଦାବି ଉଠୁଛି। ଏବଂ ନେକ୍ସଟ ହୋଇଛି ଆପଣଙ୍କର ସରକାର ନାଁରେ ଜାଲ ଚିଠି। ପଞ୍ଚାୟତରେ ପିଅନ ନିଯୁକ୍ତି ପ୍ରସଙ୍ଗରେ ସାଇବର କ୍ରାଇମ୍ ସେଲ୍ରେ ଆପଣଙ୍କର ମାମଲା ରୁଜୁ କରାହେଇଛି। ତ ମାମଲା ରୁଜୁ କଲେ କ'ଣ ହେବ, ତ ଏଇଟା କିଏ କ୍ରିଏଟ୍ କରିଛି, କିଏ ପୋଷ୍ଟ କରିଛି, ତାକୁ ତ ଧରିବା ଦରକାର ନା। ନେକ୍ସଟ ହେଉଛି ପଞ୍ଚାୟତ ପିଅନ ନେଇ ଜାଲିଆତି ଚିତ୍ର ଏବଂ ଏତାରା ଦେଲା ବିଭିନ୍ନ ପଞ୍ଚାୟତରାଜ ବିଭାଗ ଆପଣଙ୍କର ଏନେଇ ଆପଣଙ୍କର ଯାଞ୍ଚ କରାଯାଉଛି, ଆପଣ ଦେଖିବେ। ଏବଂ କାହିଁକି ମିଛ ନିଯୁକ୍ତି ବିଜ୍ଞାପନ ଦିଆଗଲା ନା, ସତରେ ସରକାର ଆଣିଥିଲେ, ପରେ ଚିନ୍ତା କଲେ ଆମେ ଦେଇପାରିବୁ ନାହିଁ, ବା ବିରୋଧୀ କହୁଛନ୍ତି ଆଉଟସୋର୍ସିଂ କାହିଁ ଦେଉଛ, ସେଥିପାଇଁ ୱିଡ୍ର କରିନେଲେ, ତ ଏଇଟା ସେମାନେ ଜାଣିଥିବେ। ଠିକ୍ ଅଛି। ଆଣ୍ଡ ତା ସହିତ ଫେବୃଆରୀ 19ରୁ ମାଟ୍ରିକ ପରୀକ୍ଷା 313 ନୋଡାଲ ସେଣ୍ଟର ଆମେ ଦେଖୁଥିଲେ ଉପରେ, କେଉଁ ଦିନ କେଉଁ ଏକ୍ଜାମ୍ ଅଛି ଆପଣ ଦେଖିନେବେ। 19 ଫେବୃଆରୀ ଫାର୍ଷ୍ଟ ଲାଙ୍ଗୁଏଜ୍, 21 ଫେବୃଆରୀ ସେକେଣ୍ଡ ଲାଙ୍ଗୁଏଜ୍, ଆଣ୍ଡ 23 ଫେବୃଆରୀ ହିନ୍ଦୀ ସଂସ୍କୃତ। ତାପରେ ଆପଣଙ୍କର 24 ଛାଡ଼ି 25 ଫେବୃଆରୀ ଜେନେରାଲ ସାଇନ୍ସ, ଆଣ୍ଡ 27 ଫେବୃଆରୀ ଜେନେରାଲ ସୋସିଆଲ ଷ୍ଟଡିଜ୍, ଆଣ୍ଡ ତା ସହିତ 2 ମାର୍ଚ୍ଚ ଗଣିତ। ଠିକ୍ ଅଛି। ଆଣ୍ଡ ତା ସହିତ ବଦଳିବ ପ୍ରଥମରୁ ଦ୍ୱାଦଶ ପାଠ୍ୟପୁସ୍ତକ ଏବଂ ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ। ତା ସହିତ ଶିକ୍ଷା ବ୍ୟବସ୍ଥାକୁ ଫେରିଲାଣି 61,000 ପିଲା ଏବଂ ସର୍ବେକ୍ଷଣରେ ଚିହ୍ନିତ ହୋଇଥିବା 2,33,808 ଜଣ ବର୍ତ୍ତମାନ ବି ଅଛନ୍ତି। ଅର୍ଥାତ୍ 61,000 ଫେରିଲେ ମାନେ ବହୁତ ପିଲା ଫେରିଲେଣି। ପିଲାଙ୍କର ଆକାଶ ବଢ଼ୁଛି, ପିଲାଙ୍କର ରିକ୍ୱାରମେଣ୍ଟ ବଢ଼ୁଛି, ତ ସେ ଅନୁସାରେ ତାଙ୍କୁ ପ୍ରୋଭାଇଡ଼ କରିବା ଦରକାର। ନେକ୍ସଟ ହୋଇଛି ଆପଣଙ୍କର ଦେଖିବେ ଜିଦ୍ ଅଟଳ ସରକାର ଏବଂ ଛାତ୍ରଛାତ୍ରୀ, ଏଣି ଖୋଲାଖୋଲି ବିରୋଧ ବୋଲି ଆୟୁଷ ଛାତ୍ର ସଂସଦ କହିଛି। କାହିଁକିନା ତାଙ୍କର ଯାହା ଦାବି ଥିଲା, ସେ ଦାବି ତ ସରକାର ଏକରେ ପାଳନ କରୁନାହାନ୍ତି, କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ଏଭଳି ନିର୍ଦ୍ଦେଶନାମା ଆପଣଙ୍କର କରାଯାଉଛି ଯେ ପର୍ଟିକୁଲାର ଛାତ୍ରଙ୍କ ଉପରେ ଟାର୍ଗେଟ୍ କରି ଆକ୍ସନ୍ ନିଆଯାଉଛି। ଏଇଟା ବିଲକୁଲ ଠିକ୍ ନୁହେଁ। ଠିକ୍ ଅଛି। ଆଣ୍ଡ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ବିବାଦରେ ଏଡିଏମ୍ଙ୍କର ଆଦେଶ ବଳବତ୍ତର ରହିଛି। ତା ସହିତ ଆପଣଙ୍କର ବିଦ୍ୟାଳୟରୁ ଆପଣଙ୍କର ଅଣ୍ଡା ନେଇଯିବା ବେଳେ ପ୍ରଧାନ ଶିକ୍ଷକ ହଟଡ଼ା ହେଇଛନ୍ତି। ଏଇ ଜିନିଷ ହେଉଛି କାହିଁକି? ଆପଣ କ'ଣ ଅଣ୍ଡା ବଜାରରେ ଦୁଇଟା କିଣିପାରିବେନି? ଆଣ୍ଡ ଅଧାଗଢ଼ା ସ୍କୁଲ ବେପାର ପ୍ରଶାସନ ବର୍ତ୍ତମାନ ଚିତ୍ର ସୁନ୍ଦରଗଡ଼ ଅଞ୍ଚଳରେ। ତା ସହିତ ଛାତ୍ର ସଂସଦ ନିର୍ବାଚନ କଥା କହି ଭୁଆଁ ବୁଲାଉଛନ୍ତି ସରକାର, ସେମିତି କୌଣସି ନିର୍ବାଚନ ହେବାର ନାହିଁ। ସରକାରୀ ଡିଗ୍ରୀ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପ୍ରାବଧାନ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଏବଂ ଛାତ୍ରକୁ
बेड़ी पकई रखा घटन प्रधान शिक्षक और सहकारी शिक्षक निलंबित होती एवं केन्द्र विद्यालय आप द्वितीय श्रेणी छात्र को जबरदस्त देवा प्रसंग में से न्यायालय जाते न्यायालय उत्तर अनुसार से पुणी नाम लिखे पारे सामान जगह निर्देश दिखाई 30 सुधा पालन करने ता सहित आपणकर यहाँ रही पब्लिशन प्रोविजनल ग्रेडेशन लिस्ट ओईएस अफिसर जो मैंने प्रमोशन पाइले से प्रमोशन तापर ऑब्जेक्शन आपणकर जहाँ रही कनसीडर करा एवं ता सहित विद्यालय गणशिक्षा विभाग चिठी अनुसार लाइब्रेरियन पदवी उच्छेद करी से जगह टीजीटी ओडिया पदवी सृष्टि करागला 314 एवं यार अर्थ हूँ प्रति स्कूल 2 जन लेखा टीजीटी ओडिया ही काम करेंगे एंड ता सहित वेबसाइट नोटिफिकेशन आसी सारी अप्लाई स्टार्ट हो सारी आप अप्लाई करेंगे 20 तारीख एग्जाम रही एंड केवीएस पक्षर किसी पोस्टर आपणकर एलिजिबिलिटी क्राइटेरिया परिवर्तन अणाई आप चेक करदे आप एलिजिबल होते से कंडीशन में आप अप्लाई करेंगे। तो नेक्स्ट होती ओडिशा लोअर सेकेंडरी टीचर एसोसिएशन पक्षर आंदोलन को समर्थन कराई प्राथमिक शिक्षक आंदोलन को एवं ह्यूमन राइट कमिशन एटा चिठी जो थी कि ओडिशा सरकार को बाध्य कराइला जे रही आपणकर केन्द्रीय विद्यालय जो एडमिशन रही टीसी बाध्यतार टीसी दिखाई सेटा कैंसल करके से पिला को आउ थे एडमिशन नापी तो ये रही आज कंप्लीट इन्फॉर्मेशन आशा करी वीडियो कंप्लीट इन्फॉर्मेशन दे पार हेल्पफुल देखा नेक्स्ट धन्यवाद।